କେସିଙ୍ଗାରେ ଯୁବ ସମାଜ ପାଇଁ ଚାକିରି ସୁଯୋଗ ବୃଦ୍ଧି କଲା ଜବ୍ ଫେୟାର। କେସିଙ୍ଗା କଳାହାଣ୍ଡି ଓଡ଼ିଶା। ଏମ୍ଏନ୍ଜି ଏକାଡେମୀ ଓ ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ଓଏସଡିଏଙ୍କ ସଂଯୁକ୍ତ ଉଦ୍ୟମରେ କେସିଙ୍ଗାରେ ଏକ ଜବ୍ ଫେୟାର ସଫଳତା ସହିତ ଆୟୋଜନ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା କଳାହାଣ୍ଡି ଜିଲ୍ଲାର ଯୁବକମାନଙ୍କୁ ଅର୍ଥପୂର୍ଣ୍ଣ ଚାକିରି ସୁଯୋଗ ପ୍ରଦାନ କରିବା। ଏହି ଜବ୍ ଫେୟାର ବରବିକ୍ୟୁର ନେସନ ସହିତ ଅନେକ ପ୍ରସିଦ୍ଧ କମ୍ପାନୀ ଓ ସଂସ୍ଥାମାନେ ଅଂଶଗ୍ରହଣ କରିଥିଲେ। ପ୍ରାୟ 150 ଜଣ ପ୍ରାର୍ଥୀ ଏଥିରେ ଯୋଗ ଦେଇଥିଲେ, ଯାହା ମାଧ୍ୟମରୁ 70 ଜଣ ପ୍ରାର୍ଥୀଙ୍କୁ ସ୍ଥଳରେ ଚୟନ କରାଯାଇଥିଲା। ବିଭିନ୍ନ ପଦବୀ ପାଇଁ ଏହା ଅଞ୍ଚଳରେ ଦକ୍ଷତା ଅଭ୍ୟାସ ଓ ଚାକିରି ସୃଷ୍ଟି ଉଦ୍ୟମମାନଙ୍କ ମଧ୍ୟରେ ବୃଦ୍ଧିଶୀଳ ସମନ୍ୱୟକୁ ପ୍ରକାଶ କରିଲା। ଏହି ଅବସରକୁ ଜିଲ୍ଲା ନିୟୋଜିତ ଅଧିକାରୀ ଶ୍ରୀ ସୁବୋଧିତ ସାମନ୍ତରାୟ ଓ ଏମ୍ଏନ୍ଜି ଏକାଡେମୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ତନ୍ମୟ ଦାସ ଗଣ୍ୟମାନ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ଗୌରବାନ୍ୱିତ କରିଥିଲେ। ତାଙ୍କ ଉପସ୍ଥିତିରେ ରାଜ୍ୟ ସରକାରୀ ଅଫିସ, ଦକ୍ଷତା ପ୍ରଶିକ୍ଷଣ ସଂସ୍ଥା ଓ ଶିଳ୍ପ ସହଭାଗୀମାନଙ୍କ ମଧ୍ୟରେ ସମ୍ମିଳିତ ପ୍ରୟାସରେ ଗୁରୁତ୍ୱ ଉଦ୍ଭାସିତ କଲା। ଅବସରରେ କଥା ହୋଇ ଶ୍ରୀ ତନ୍ମୟ ଦାସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ୍ଏନ୍ଜି ଏକାଡେମୀ କରିଥିଲେ। ଏମ୍ଏନ୍ଜି ଏକାଡେମୀ ଅଭ୍ୟାସ ଓ ଚାକିରି ମଧ୍ୟରେ ଥିବା ଖାଲିକୁ ପୂରଣ କରି ଦକ୍ଷ ଯୁବକମାନଙ୍କୁ ଶିଳ୍ପ ସୁଯୋଗ ସହିତ ଯୋଡ଼ିବାକୁ ପ୍ରତିବଦ୍ଧ। ଆମ ଲକ୍ଷ୍ୟ ପ୍ରତ୍ୟେକ ଯୁବକ ସହିତ ଦକ୍ଷତା ଓ ଆତ୍ମବିଶ୍ୱାସ ସହିତ ସଶକ୍ତ କରିବା। ଏହି ଉଦ୍ୟମକୁ ନିୟୋଜକ ଓ ପ୍ରାର୍ଥୀ ଉଭୟ ଅତ୍ୟନ୍ତ ପ୍ରଶଂସା କରିଥିଲେ। ଏହା ଏମ୍ଏନ୍ଜି ଏକାଡେମୀ ଓ ଓଏସଡିଏଙ୍କ ଏକ ଅନ୍ୟ ମାଇଲଷ୍ଟୋନ୍ ସୃଷ୍ଟି କଲା, ଯେଉଁଥିରେ ଓଡ଼ିଶାରେ ନିଯୁକ୍ତି ସମ୍ଭାବନା ବୃଦ୍ଧି ଓ ସମାବେଶୀ ଉନ୍ନତିକୁ ପ୍ରୋତ୍ସାହନ ଦିଆଯାଉଥିଲା। କଳାହାଣ୍ଡିରୁ ପ୍ରଦୀପ କୁମାର ଡଙ୍ଗରିଆଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ଓଡ଼ିଶା ରାଜସ୍ୱ ଅମଲା ସଂଘ ମୟୂରଭଞ୍ଜ ଜିଲ୍ଲା ଶାଖା ତରଫରୁ ସ୍ୱର୍ଗତ ଗଗନ ବିହାରୀ ଗୋସାଇଁଙ୍କ ଏକାଦଶ କ୍ରମରେ ଯୋଗଦାନ ଏବଂ ସ୍ମୃତିଚାରଣ, ଶ୍ରଦ୍ଧାସୁମନ ଅର୍ପଣ ଓ ନିର୍ବାହ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ଗଗନ ବିହାରୀ ଗୋସ୍ୱାଇଁ ବହଳଦା ତହସିଲ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସରକାରୀ ଭାବରେ କାର୍ଯ୍ୟ କରୁଥିଲେ। ଗତ 2 ତାରିଖରେ ହଠାତ୍ ଉଚ୍ଚ ରକ୍ତଚାପ ଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ତାଙ୍କ ଏକାଦଶ କ୍ରମରେ ଜିଲ୍ଲା ରାଜସ୍ୱ ଅମଲା ସଂଘର ସଭାପତି ଶ୍ରୀ ଅସିତ କୁମାର ମହାକୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଶୋକସଭା ଆୟୋଜନ ହୋଇଥିଲା। ସେଥିରେ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ସ୍ମୃତିଚାରକ, ଶ୍ରଦ୍ଧାସୁମନ ଅର୍ପଣ ଓ ନିର୍ବାହ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେ ଜଣେ ସଂଘପ୍ରେମୀ ଏବଂ ସଂଘର ଜଣେ ସକ୍ରିୟ ସଦସ୍ୟ ଥିଲେ ଏବଂ ବିଭିନ୍ନ ସମୟରେ ସଂଘର ପଦପଦବୀରେ ଦାୟିତ୍ୱ ତୁଲେଇଥିଲେ। ସଂଘ ପାଇଁ ତାଙ୍କ ଅବଦାନ ଅତୁଳନୀୟ ଏବଂ ତାଙ୍କ ଅକାଳ ବିୟୋଗ ସଂଘର ଅପୂରଣୀୟ କ୍ଷତି ବୋଲି ସଭାପତି ଶ୍ରୀ ମହାକୁଡ଼ ମତବ୍ୟକ୍ତ କରିଥିଲେ। ସଂଘ ତରଫରୁ ତାଙ୍କର ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା ଏବଂ ଆଗାମୀ ଦିନରେ ସଂଘ ଦ୍ୱାରା ତାଙ୍କର ପରିବାରର ସରକାରୀ ପ୍ରାପ୍ୟ ଏବଂ ମୃତ୍ୟୁଜନିତ ସୁବିଧା ସୁଯୋଗ ପାଇବା ଦିଗରେ ସହଯୋଗ କରାଯିବ ବୋଲି କହିଥିଲେ ଏବଂ ପରିବାରକୁ ଭାଙ୍ଗି ନ ପଡ଼ି ଏଭଳି ଦୁଃଖଦ ପରିସ୍ଥିତିକୁ ଧୈର୍ଯ୍ୟର ମୁକାବିଲା କରିବା ପାଇଁ ପ୍ରେରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଂଘ ଉପସଭାପତି ବାମନଘାଟି ଶ୍ରୀ ଗୌରୀଶଙ୍କର ସାମନ୍ତରାୟ, ବରିଷ୍ଠ ସଦସ୍ୟ ଶ୍ରୀ ଚାମ୍ବୁର ଚରଣ ବେସରା, ରଞ୍ଜିତ କୁମାର ରଞ୍ଜକ, ଉମାକାନ୍ତ ନାୟକ, ପ୍ରକାଶ ରଞ୍ଜନ ଦତ୍ତ, ସୁନୀଲ କୁମାର ମହାନ୍ତ, କ୍ଷୀରୋଦ ଧଳ, ପ୍ରସାଦ ବେହେରା, ବସନ୍ତ ମହାନ୍ତି, ଅନିଲ କୁମାର ବେହେରା, ଅଶୋକ କୁମାର ଗିରି, ଗଗନ ସାହୁ, ଦେବଶ୍ରୀ ମଣ୍ଡଳ, ସୌଭାଗ୍ୟ ମହାନ୍ତି, ସଞ୍ଜୀବ ଗିରି, ସୁନୀଲ କୁମାର ପାତ୍ର, ଅମରଦୀପ ରାୟ, ପୂର୍ବତନ ସହଦ୍ୟ ତଥା ସଂଘପ୍ରେମୀ ଶ୍ରୀ ଗିରିଜାଶଙ୍କର ମହାନ୍ତ ଏବଂ ଆହୁରି ଅନେକ ସଦସ୍ୟ ଯୋଗଦାନ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ତିରିଙ୍ଗଠାରେ ଅନୁଷ୍ଠିତ ହେଲା ବାମନଘାଟି ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର। ମୋଟ 205ଟି ଅଭିଯୋଗର ହେଲା ଶୁଣାଣି। ରାଇରଙ୍ଗପୁର ତା 13/10/2025 ତାରିଖ ଆଜି ବାମନଘାଟି ଉପଖଣ୍ଡ ଅଧୀନସ୍ଥ ତିରିଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର ବଳ, ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଯଦୁନାଥ ଜେନା, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଧିକାରୀ
ଡକ୍ଟର ରବୀନ୍ଦ୍ର କୁମାର ମାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ସ୍ୱାଗତ କରିବା ସହ ଜନସାଧାରଣଙ୍କ ଠାରୁ ଆସୁଥିବା ଆପତ୍ତି ଅଭିଯୋଗ ଗୁଡ଼ିକର ସମାଧାନ ତ୍ୱରିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଆଜିର ଏହି ଶିବିରରେ ଜନସାଧାରଣଙ୍କ ଠାରୁ ମୋଟ 205ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ 187ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ 18ଟି ବଇଣ୍ଡା ତା 14/10/2025 ତାରିଖ ଅନୁଗୁଳ ଜିଲ୍ଲା ବଇଣ୍ଡା କରଡ଼ାବାଣୀ ସାହି ପ୍ରାଙ୍ଗଣରେ ପୁରୁଷ ଏବଂ ମହିଳା ମୂର୍ତ୍ତିକା କାରିଗରମାନଙ୍କୁ ନେଇ ହସ୍ତଶିଳ୍ପ ବିଭାଗ ତରଫରୁ ଏକ ବୈଠକର ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଡିପିଏଫ୍ ଦିଲ୍ଲୀରୁ ଦୀପକ କୁମାର ପାତ୍ର ଏବଂ ସନ୍ତୋଷ ସାମଲ ତଥା ଓଡ଼ିଶା ଶିଳ୍ପୀ ମହାସଂଘ ଭୁବନେଶ୍ୱରରୁ ପ୍ରିୟରଞ୍ଜନ କର ଏବଂ କଳ୍ପନା ରାଣା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସମସ୍ତ କୁମ୍ଭକାର କାରିଗରମାନଙ୍କର ସୁବିଧା ଅସୁବିଧା ବିଷୟରେ ଆଲୋଚନା ତଥା ସରକାରଙ୍କ ଠାରୁ ଆର୍ଥିକ ଅନୁଦାନ, କାରିଗରୀ ଭତ୍ତା, ଇଲେକ୍ଟ୍ରିକ୍ ଚକ ଯୋଗାଇବା, ଟେରାକୋଟା ଟ୍ରେନିଂର ପ୍ରାରମ୍ଭ ପ୍ରଭୃତି ବିଷୟରେ ଆଲୋଚନା କରାଯାଇଥିଲା। ଅନୁଗୁଳ ଜିଲ୍ଲାରୁ ହସ୍ତଶିଳ୍ପ ବିଭାଗରୁ 200ଟି ଇଲେକ୍ଟ୍ରିକ୍ ଚକ ଯୋଗାଇ ଦେବା ପାଇଁ ଏବଂ ମୂର୍ତ୍ତିକା କାରିଗରମାନଙ୍କର ନୂତନ ଧରଣର ମାଟି ପାତ୍ର ଗଢ଼ିବା ପାଇଁ ଖୁବ୍ ଶୀଘ୍ର ଟ୍ରେନିଂର ବ୍ୟବସ୍ଥା କରାଯାଇଅଛି ବୋଲି ପ୍ରତିଶ୍ରୁତି ଦେଇଥିଲେ। ବୈଠକର ପରିବେଶରେ ମୂର୍ତ୍ତିକା କାରିଗରଙ୍କ ମାଟି ପାତ୍ର ଗଢ଼ିବା ସ୍ଥାନ ଏବଂ ପୋଡ଼ିବାଶାଳା ଗୁଡ଼ିକ ମଧ୍ୟ ପରିଭ୍ରମଣ କରିଥିଲେ। ଅନୁଗୁଳ ଜିଲ୍ଲା କୁମ୍ଭାର ସଂଘର ସଭାପତି ସୁକାନ୍ତ କୁମାର ରାଣା, ଉପସଭାପତି ନର୍ତ୍ତମ ବେହେରା, ସମ୍ପାଦକ ଯୁଧିଷ୍ଠିର ବେହେରା, ସହ ସମ୍ପାଦକ ରଞ୍ଜନ କୁମାର ରାଣା କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇଥିଲେ। ଅନୁଗୁଳ ଜିଲ୍ଲାରୁ ଆଠମଲ୍ଲିକ, ଷୋଳପଦା, ଛେଣ୍ଡିପଦା, ତାଳଚେର ଏବଂ ପାହାଲଡ଼ା ଅଞ୍ଚଳର ପ୍ରାୟ 150ରୁ ଅଧିକ ପୁରୁଷ ଏବଂ ମହିଳା ମୂର୍ତ୍ତିକା କାରିଗରମାନେ ଭାଗ ନେଇଥିଲେ। ଷୋଳପଦା ମଣ୍ଡଳର ସଭାପତି ଫକୀର ମୋହନ ରାଣା, ଜଗୀଶ୍ୱର ରାଣା, ପବିତ୍ର ମୋହନ ରାଣା, ସଦାଶିବ ରାଣା, ଶେଷଦେବ ରାଣା ଏବଂ ମହେଶ୍ୱର ରାଣା ପ୍ରଭୃତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କିଶନନଗର ବ୍ଲକରୁ ସୁଭାଷ ନାୟକଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।